ଯୀଶୁଖ୍ରୀଷ୍ଟଙ୍କ ମଧୁମୟ ନାମରେ ପୁଣି ଥରେ ଆପଣମାନଙ୍କୁ ଅଭିନନ୍ଦନ ତଥା ସ୍ୱାଗତ ଜଣାଏ। ଏହି ଦିନମାନଙ୍କରେ ଆମେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଜୟନ୍ତୀ ବିଷୟରେ ବାଇବେଲ ମଧ୍ୟରେ ଯାହା ଲିପିବଦ୍ଧ ହୋଇଅଛି ତାହା ଆମେ ଅଧ୍ୟୟନ କରୁଅଛୁ। ଆସୁ ଆମର ଧର୍ମ ପୁସ୍ତକରେ ଯାହା ଲିପିବଦ୍ଧ ହୋଇଅଛି ଜନ୍ମ ଜୟନ୍ତୀ ବିଷୟରେ ତାହା ଅଧ୍ୟୟନ କରିବା ପୂର୍ବରୁ ଅଳ୍ପ ସମୟ ପ୍ରାର୍ଥନା କରିବା। ପ୍ରେମିକ ପ୍ରଭୁ, ତୁମ ନାମର ଧନ୍ୟବାଦ କରୁଅଛୁ, ତୁମ ନାମକୁ ଉଚ୍ଚରେ ସ୍ଥାପନ କରୁଅଛୁ। ପ୍ରଭୁ, ଆମମାନଙ୍କୁ ତୁମେ ଜୀବିତମାନଙ୍କ ମଧ୍ୟରେ ଗଣିତ କରିଥିବାରୁ ତୁମ ନାମର କୋଟି କୋଟି ପ୍ରଶଂସା କରୁଅଛୁ। ପ୍ରିୟ ବାପା, ତୁମ ନାମର ଗୌରବ କରୁ କରୁ ଯେତେବେଳେ ଆମେ ତୁମର ପବିତ୍ର ବାକ୍ୟକୁ ଅଧ୍ୟୟନ କରିବାକୁ ଯାଉଅଛୁ ତାହା ବୁଝିବା ନିମନ୍ତେ ଆମମାନଙ୍କୁ ଦୁର୍ବୁଦ୍ଧି ତଥା ଜ୍ଞାନ ପ୍ରଦାନ କର। ପ୍ରତ୍ୟେକ ଶ୍ରୋତା, ପ୍ରତ୍ୟେକ ପ୍ରିୟ ତୁମରି ଦାସ ଦାସୀଙ୍କୁ ତୁମେ ଆଶୀର୍ବାଦ କର, ଯେପରି ସେମାନେ ତାହା ଜ୍ଞାତ ହେବେ, ବୁଝିପାରିବେ, ସେଥିପାଇଁ ତୁମେ କୃପା କର। ସମସ୍ତ ଗୌରବ ତୁମ୍ଭରି ହେବ, ସେଥିପାଇଁ ତୁମେ ସାହାଯ୍ୟ କର। ମୋତେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ତୁମେ ହଜାଅ, ଲୁଚାଅ, ପୁଣି ଛୁପାଅ। ମୋ ମୁଖ ଦେଇ ତୁମେ କଥା କୁହ। ସମସ୍ତ ଗୌରବ ତୁମକୁ ଦେଇ ଯୀଶୁ ତୁମ ନାମରେ ମାଗୁଅଛୁ, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ମହାନାମର ଧନ୍ୟବାଦ ହେଉ। ଏ ଦିନମାନଙ୍କରେ ଆମେ ପ୍ରଭୁଙ୍କର ପବିତ୍ର ବାକ୍ୟରୁ ଅଧ୍ୟୟନ କରୁଅଛୁ। ଆଉ ଆସୁ ଆମର ମାଥ୍ୟୁ ପୁସ୍ତକ ମଧ୍ୟରେ ଯାହା ପବିତ୍ର ଶାସ୍ତ୍ର ଲିପିବଦ୍ଧ ହୋଇଅଛି, ମୁଦ୍ରାଙ୍କିତ ହୋଇଅଛି, ରଚିତ ହୋଇଅଛି ତାଙ୍କର ଜନ୍ମ ଜୟନ୍ତୀ ବିଷୟରେ ତାହା ଆମେ ପାଠ କରୁଅଛୁ। ଯଦି ବା ଆମେ ପ୍ରଭୁଙ୍କୁ ଆରାଧନା କରୁ, ଉପାସନା କରୁ, ପ୍ରଶଂସା କରୁ, ସ୍ତୁତି କରୁ, ତାହେଲେ ନିତାନ୍ତ ଭାବରେ ସୁନିଶ୍ଚିତ ଭାବରେ ଆମ୍ଭମାନଙ୍କୁ, ଆପଣମାନଙ୍କୁ, ପୁଣି ମୋତେ, ଆମ ସମସ୍ତଙ୍କୁ ତାଙ୍କ ଜନ୍ମ ଜୟନ୍ତୀ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ ଅଟେ। ହାଲେଲୁୟା। ଯେହେତୁ ତାଙ୍କ ଜନ୍ମ ଜୟନ୍ତୀ ବିଷୟରେ ବାଇବେଲ ମଧ୍ୟରେ ଯାହା ଲିପିବଦ୍ଧ ହୋଇଅଛି ତାହା ଯଦି ଆମେ ଜାଣି ନାହୁଁ ତାହେଲେ ହାୟ ଦୁର୍ଭାଗ୍ୟର ମନୁଷ୍ୟ ଆମ୍ଭେମାନେ। ତାହା ଜାଣିବା ଆପଣଙ୍କର ଆବଶ୍ୟକ, ତାହା ଜାଣିବା ଆମ୍ଭମାନଙ୍କର ଆବଶ୍ୟକ, ତାହା ଜାଣିବା ମୋହର ଆବଶ୍ୟକ, ତାହା ଜାଣିବା ପ୍ରତ୍ୟେକ ଖ୍ରୀଷ୍ଟୀୟ ପରିବାର ସଦସ୍ୟ, ବିଶ୍ୱାସୀ, ବିଶ୍ୱାସିନୀ ଜାଣିବା ଆବଶ୍ୟକ ଅଟେ। ହାଲେଲୁୟା। ତେଣୁ ଆସୁ ଆମେ ଦେଖିବା ମାଥ୍ୟୁ ପୁସ୍ତକ ତାହାର 18 ପର୍ବ ତାହାର 11 ପଦ। ଏଠାରେ ଏପରି ଲେଖା ଅଛି, ଆସନ୍ତୁ ପାଠ କରିବା। ମାଥ୍ୟୁ ପୁସ୍ତକ ତାହାର 18 ପର୍ବ ତାହାର 11 ପଦ। କାରଣ ଯାହା ହଜି ଅଛି ତାହା ରକ୍ଷା କରିବା ନିମନ୍ତେ ମନୁଷ୍ୟ ପୁତ୍ର ଆସିଅଛନ୍ତି। ଯୀଶୁଖ୍ରୀଷ୍ଟ କାହିଁକି ଜଗତ ମଧ୍ୟରେ ଜନ୍ମ ନେଇଅଛନ୍ତି, ତାଙ୍କର ଉଦ୍ଦେଶ୍ୟ, ତାଙ୍କର ଲକ୍ଷ୍ୟ, ତାଙ୍କର ଯୋଜନା କଣ, ସେହି ବିଷୟରେ ବାଇବେଲ ମଧ୍ୟରେ ପ୍ରାଞ୍ଜଳ ଭାବରେ, ପୁଙ୍ଖାନୁପୁଙ୍ଖ ଭାବରେ ଲେଖାଯାଇଅଛି। ହାଲେଲୁୟା। ତେଣୁ ଲେଖା ଅଛି କାରଣ କଣ, ଏଇ ପୃଥିବୀ ପୃଷ୍ଠରେ ପରମେଶ୍ୱର ଯେଉଁମାନଙ୍କୁ ସୃଷ୍ଟି କଲେ, ନିର୍ମାଣ କଲେ, ରଚନା କଲେ, ଯେଉଁମାନେ ଜଗତର ମୋହ, ମାୟା, ପାପର ସାଗରରେ ସେମାନେ ହଜି ଯାଇଅଛନ୍ତି, ଭ୍ରାନ୍ତ ହୋଇଅଛନ୍ତି, ବିପଥ ହୋଇଅଛନ୍ତି, ପଥଗାମୀ ହୋଇଅଛନ୍ତି, ସେମାନଙ୍କୁ ଖୋଜି ରକ୍ଷା କରିବା ସକାଶେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତ ମଧ୍ୟରେ ମନୁଷ୍ୟ ରୂପ ଧାରଣ କଲେ। ହାଲେଲୁୟା। ବାକ୍ୟ ମଧ୍ୟରେ ତା ସ୍ପଷ୍ଟ ଭାବରେ ଲେଖାଯାଇଅଛି। କଣ ବୋଲି ଲେଖା ଅଛି? କାରଣ ଯାହା ହଜି ଅଛି। ଯୀଶୁ କାହିଁକି ଆସିଲେ? ଯାହା ହଜି ଅଛି ତାହା କଣ କରିବା ପାଇଁ? ତାହା ରକ୍ଷା କରିବା ନିମନ୍ତେ। ଯେଉଁମାନେ ହଜି ଅଛନ୍ତି, ପାପର ସାଗର ମଧ୍ୟରେ, ଅନ୍ଧକାରର ମଧ୍ୟରେ, ଶୈତାନର ବନ୍ଧନରେ ଆବଦ୍ଧ ହୋଇଅଛନ୍ତି, ବିପଥଗାମୀ ହୋଇଅଛନ୍ତି, ସେମାନଙ୍କୁ ରକ୍ଷା କରିବା ସକାଶେ, ଉଦ୍ଧାର କରିବା ସକାଶେ କଣ ହେଲେ? ପୃଥିବୀ ପୃଷ୍ଠରେ ଜନ୍ମ ଲାଭ କଲେ। କାହିଁକି ଜନ୍ମ ନେଇଛନ୍ତି? ଯାହା ହଜି ଅଛି ତାହା ରକ୍ଷା କରିବା ନିମନ୍ତେ। ଦେଖନ୍ତୁ ସ୍ପଷ୍ଟ ଭାବରେ ଲେଖା ଅଛି, ରକ୍ଷା କରିବା ନିମନ୍ତେ କଣ କରିଅଛନ୍ତି? ମନୁଷ୍ୟ ପୁତ୍ର ଆସିଅଛନ୍ତି। ହାଲେଲୁୟା। ଯେହେତୁ ସେ ମନୁଷ୍ୟ ଗର୍ଭରେ ପ୍ରବେଶ କରି
ମନୁଷ୍ୟ ରୂପ ଧାରଣ କରି ଜଗତ ମଧ୍ୟରେ ଅବତୀର୍ଣ୍ଣ ହୋଇଥିବାରୁ ସେ କ'ଣ କହୁଛନ୍ତି? ମନୁଷ୍ୟ ପୁତ୍ର ବୋଲି ନିଜକୁ ଆଖ୍ୟା ଦେଉଅଛନ୍ତି। ସେ କହୁନାହାନ୍ତି ମୁଁ ସେଥି ସକାଶେ ଜଗତକୁ ଆସିଅଛି। କିନ୍ତୁ ଯଦି ମାନେ ଅନ୍ୟ ଭାବରେ କହିବା ତାହେଲେ ସେ କହୁଛନ୍ତି ମୁଁ ଏଥି ନିମନ୍ତେ ଆସିଅଛି ମନୁଷ୍ୟ ରୂପ ଧାରଣ କରି, ମନୁଷ୍ୟ ଶରୀର ଧାରଣ କରି, ମନୁଷ୍ୟ ଦେହ ଧାରଣ କରି ଯାହା ହଜି ଅଛି ତାକୁ କ'ଣ କରିବା ପାଇଁ? ରକ୍ଷା କରିବା ପାଇଁ। ହାଲେଲୁୟା। ତେଣୁ ଲେଖା ଅଛି ଯାହା ହଜି ଅଛି ତାହା ରକ୍ଷା କରିବା ନିମନ୍ତେ କୋଉ ପୁତ୍ର? ମନୁଷ୍ୟ ପୁତ୍ର। ମନୁଷ୍ୟ ପୁତ୍ର କହିଲେ କିଏ? ସ୍ୱୟଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ହେଉଛନ୍ତି ମନୁଷ୍ୟ ପୁତ୍ର। ମନୁଷ୍ୟ ରୂପ ଧାରଣ କରିଥିବାରୁ ତାଙ୍କୁ ମନୁଷ୍ୟ ପୁତ୍ର ବୋଲି ଆଖ୍ୟା ଦିଆଯାଇଅଛି। ମନୁଷ୍ୟ ଗର୍ଭରେ ଜନ୍ମ ଲାଭ କରିଥିବାରୁ ତାଙ୍କୁ ମନୁଷ୍ୟ ସନ୍ତାନ ବୋଲି ବାକ୍ୟ ମଧ୍ୟରେ ଉଲ୍ଲେଖ କରାଯାଇଅଛି। ତେଣୁ ସେ ନିଜେ ମଧ୍ୟ ନିଜ ବିଷୟରେ କହୁଛନ୍ତି ସେଥି ସକାଶେ ମନୁଷ୍ୟ ପୁତ୍ର କ'ଣ କରିଅଛନ୍ତି? ପୃଥିବୀ ପୃଷ୍ଠକୁ, ଜଗତ ମଧ୍ୟକୁ, ଧରାବାସୀକୁ ସେ କ'ଣ ହୋଇଅଛନ୍ତି? ଅବତୀର୍ଣ୍ଣ ହୋଇଅଛନ୍ତି। ଦେଖନ୍ତୁ ଯୀଶୁ କାହିଁକି ଆସିଛନ୍ତି? ସେ ନିଜ ବିଷୟରେ ସମ୍ପୂର୍ଣ୍ଣ ପ୍ରମାଣର ସହିତ ପ୍ରାଞ୍ଜଳ ଭାବରେ ସେ ବାକ୍ୟ ମଧ୍ୟରେ ଉଲ୍ଲେଖ କରନ୍ତି ଏବଂ ସେ ଘୋଷଣା କରନ୍ତି। କ'ଣ ବୋଲି ଘୋଷଣା କରନ୍ତି? ଯାହା ହଜି ଅଛି ତାହା ରକ୍ଷା କରିବା ନିମନ୍ତେ କ'ଣ କରିଛନ୍ତି? ସେ ପୃଥିବୀ ପୃଷ୍ଠରେ ଜନ୍ମ ହୋଇଅଛନ୍ତି। ଆମର ଏ ଦିନମାନଙ୍କରେ ମାଥ୍ୟୁ ପୁସ୍ତକ ମଧ୍ୟରେ ଯାହା ଲିପିବଦ୍ଧ ହୋଇଅଛି, ରଚିତ ହୋଇଅଛି, ବର୍ଣ୍ଣିତ ହୋଇଅଛି ତାଙ୍କର ଜନ୍ମ ଜୟନ୍ତୀ ବିଷୟରେ, ସେହି ସମସ୍ତ ବିଷୟରେ ଗୋଟି ଗୋଟିକି ଆମେ କ'ଣ କରୁଛୁ? ପାଠ କରୁଛୁ, ଅଧ୍ୟୟନ କରୁଛୁ, ଧ୍ୟାନ କରୁଛୁ। ଯଦି ଆମେ ସେହି ବିଷୟକୁ ଜାଣିନାହୁଁ, ଯୀଶୁ କାହିଁକି ଜଗତ ମଧ୍ୟରେ ଜନ୍ମ ନେଇଅଛନ୍ତି, ଅବତୀର୍ଣ୍ଣ ହୋଇଅଛନ୍ତି, ତାହେଲେ ହାୟ ଆମର ଦୁର୍ଭାଗ୍ୟର ମନୁଷ୍ୟଟି। ନିତାନ୍ତ ଭାବରେ ଆପଣଙ୍କୁ ଏହି ସମସ୍ତ ବିଷୟ, ମୋତେ ଏହି ସମସ୍ତ ବିଷୟ, ଆମ୍ଭମାନଙ୍କୁ ଏହି ଜନ୍ମ ଜୟନ୍ତୀର ସମସ୍ତ ବୃତ୍ତାନ୍ତ ବିଷୟ ଜାଣିବା ଆବଶ୍ୟକ ଅଟେ। ଯଦି ଆମେ ଜାଣୁନାହୁଁ ତାହେଲେ ଠିକ୍ ଆମମାନଙ୍କର ଖ୍ରୀଷ୍ଟୀୟପଣ, ଖ୍ରୀଷ୍ଟୀୟ ଜୀବନ, ପ୍ରଭୁ ଜୀବନ, ଭକ୍ତିର ଜୀବନ। ହାଲେଲୁୟା। ଆମେ କହୁଛୁ ଆମେ ଖ୍ରୀଷ୍ଟଙ୍କୁ ପାଇଅଛୁ, ଖ୍ରୀଷ୍ଟଙ୍କର ଆରାଧନା କରୁଅଛୁ, କିନ୍ତୁ ତାଙ୍କର ଜନ୍ମର ଉଦ୍ଦେଶ୍ୟ ଜାଣିନାହୁଁ। ଜନ୍ମ ବିଷୟରେ ବାଇବେଲ ମଧ୍ୟରେ କ'ଣ ଲେଖା ଅଛି ଯଦି ଜଣେ ପଚାରିବ ତାକୁ ଉତ୍ତର ଦେଇପାରୁନାହୁଁ, ତାହେଲେ ହାୟ ଆମେ ଦୁର୍ଭାଗ୍ୟର ମନୁଷ୍ୟ। ତେଣୁ ବାକ୍ୟରେ ଲେଖା ଅଛି ପ୍ରିୟମାନେ, କ'ଣ ବୋଲି ଲେଖା ଅଛି? ଯାହା ଏହି ପୃଥିବୀ ପୃଷ୍ଠରେ ହଜି ଅଛି ସେଥି ସକାଶେ ସେ କ'ଣ କଲେ? ଯାହା ହଜି ଅଛି ତାହା ରକ୍ଷା କରିବା ନିମନ୍ତେ, ତାହା ଖୋଜି, ଯଦି ଆମେ ଅନ୍ୟ ଆଉ ବାକ୍ୟ ମଧ୍ୟକୁ ଯିବା ତାହେଲେ ତାହା ଖୋଜି ରକ୍ଷା କରିବା ନିମନ୍ତେ କ'ଣ କରିଅଛନ୍ତି? ମନୁଷ୍ୟ ପୁତ୍ର ପୃଥିବୀ ପୃଷ୍ଠରେ ଜନ୍ମ ଲାଭ କରିଅଛନ୍ତି। ମନେ ରଖନ୍ତୁ, ପ୍ରଭୁ ଆମ ସମସ୍ତଙ୍କୁ ଏହି ଅଳ୍ପ ବାକ୍ୟରେ ଆଶୀର୍ବାଦ କରନ୍ତୁ, ବୁଝିବା ସକାଶେ ସାହାଯ୍ୟ କରନ୍ତୁ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ପ୍ରେମିକ ପ୍ରଭୁ, ତୁମର ଆମର ଧନ୍ୟବାଦ କରୁଅଛୁ। ତୁମରି ପବିତ୍ର ବାକ୍ୟରେ ତୁମରି ଜନ୍ମ ଜୟନ୍ତୀ ବିଷୟରେ ଯାହା ଲିପିବଦ୍ଧ ହୋଇଅଛି, ବର୍ଣ୍ଣିତ ହୋଇଅଛି, ରଚିତ ହୋଇଅଛି, ସେହି ସମସ୍ତ ବିଷୟ ଏହି ଦିନ ମାନଙ୍କରେ ଆମେ ଅଧ୍ୟୟନ କରୁଅଛୁ। ତାହା ବୁଝିବା ନିମନ୍ତେ ଆମମାନଙ୍କୁ ଧୈର୍ଯ୍ୟ, ଜ୍ଞାନ ତଥା ବୁଦ୍ଧି ପ୍ରଦାନ କର। ଗୌରବ ତୁମକୁ ଦେଇ ଯୀଶୁ ତୁମ ନାମରେ ମାଗୁଅଛୁ। ଆମେନ୍।